ହ୍ୟୁମାନ ସାଗରଙ୍କର ମୃତ୍ୟୁ ପାଇଁ କିଏ ଦାୟୀ ତାକୁ ନେଇକି ମଧ୍ୟ ଅନେକ କିଛି ଆଲୋଚନା ହଉଛି କିନ୍ତୁ ହ୍ୟୁମାନ ସାଗରଙ୍କ ସହିତ ଅନେକ କଣ୍ଠଶିଳ୍ପୀ ମାନେ ସେମାନେ ଗୀତ ଦାନ କରିଛନ୍ତି କଣ୍ଠଦାନ କରିଛନ୍ତି ତା ଭିତରୁ ଜଣେ ହଉଛନ୍ତି ଜୟଶ୍ରୀ ଧଳ। ଚାଲନ୍ତୁ ଜୟଶ୍ରୀ ଧଳଙ୍କ ସହିତ କଥା ହବା ଏବଂ ଜାଣିବା ପ୍ରକୃତ ଘଟଣାଟା କଣ ଏବଂ ତାଙ୍କ ସହିତ କିପରି ଭାବରେ ଜୟଶ୍ରୀ ମ୍ୟାଡାମ ବିତେଇଛନ୍ତି ଅନେକ ଟାଇମ ସେ ସବୁ ବିଷୟରେ ଆଲୋଚନା କରିବା। ମ୍ୟାଡାମ ୱେଲକମ୍ ଟୁ ଆୱାର ଚ୍ୟାନେଲ। ହଁ ନା ୱେଲକମ୍। ନମସ୍କାର। ନମସ୍କାର। ମ୍ୟାଡାମ ଆପଣ ହ୍ୟୁମାନଙ୍କ ସାଙ୍ଗରେ କେତେ ତାଙ୍କ ସହିତ ଆପଣ ମିଶିଛନ୍ତି? ଦେଖନ୍ତୁ ହ୍ୟୁମାନଙ୍କର ଯେତେବେଳେ ବ୍ୟାଣ୍ଡ ପ୍ରାକ୍ଟିସ ହୁଏ ସେତେବେଳେ ଆମ ଷ୍ଟୁଡିଓରେ ସେ ତାଙ୍କର ବ୍ୟାଣ୍ଡର ପିଲାମାନେ ଆସନ୍ତି ପ୍ରତିବର୍ଷ ଗୋଟେ 1 month 1.5 monthର ସେସନ ଗୁଡା ସେ କରନ୍ତି ଏବଂ ହ୍ୟୁମାନ ଆସନ୍ତି ସେଠି ପ୍ରତିବର୍ଷର ଯାହା ଯାହା ନୂଆ ଗୀତ ଥାଏ ସେ ଗୀତକୁ ସେମାନେ ଉଠାନ୍ତି ତ ସେ ସବୁ ସମୟରେ ବହୁତ କ୍ଲୋଜ। ଆଉ ହ୍ୟୁମାନ ଜଣେ ବହୁତ ଭଲ ହମ୍ବଲ ମଣିଷ ଜଣେ ବଡ ସାନକୁ ବୁଝି ପାରିବା ମଣିଷ ଜଣେ ଏତେ ଏତେ ସଫଳତାର ଶୀର୍ଷରେ ଥାଇ ମଧ୍ୟ ସେ ନତମସ୍ତକ ସବୁବେଳେ ଥାନ୍ତି ମୁଣ୍ଡ ନୁଆଁଇକି ନମସ୍କାର କରିବା ଏବଂ ଗୋଡ ଛୁଇଁକି ମୁଣ୍ଡିଆ ମାରିବା ଏସବୁ ଜିନିଷ ମୁଁ ଅତି ନିକଟରୁ ଦେଖିଛି ଏବଂ ତାଙ୍କ ଗୀତକୁ ମଧ୍ୟ ମୁଁ ବସିକି ସେଇଠି ଯେତେବେଳେ ଆମେ ବସିକି କଥା ହଉ ଗୀତ ଗାଉ ଚା ବି ପିଉ ତ ସେ ମତେ ମାନେ ବହୁତ ଭଲ ଭାବରେ କଥାବାର୍ତ୍ତା ହୁଅନ୍ତି ଏବଂ ଯେତେବେଳେ ଏବେ କମ ଦିନରେ ଦେଖିଲି ଯେତେବେଳେ ଆଇ ଥିଙ୍କ ମୁଁ ତାଙ୍କୁ ଫାଷ୍ଟ ଯେତେବେଳେ ଏବେର କଥାବାର୍ତ୍ତାରେ ମୁଁ ଯେତେବେଳେ ତାଙ୍କୁ ଦେଖିଥିଲି ରିସେଣ୍ଟଲି ବହୁତ ୱିକ୍ ଥିଲେ ଆଉ ମାନେ ଚାଲିବାକୁ ମଧ୍ୟ ଥିଲେ ଶୁଣ ସୋସିଆଲ ମିଡିଆରେ ସମସ୍ତେ ଯାହା କୁହନ୍ତି ବହୁତ ଡ୍ରିଙ୍କସ କରନ୍ତି ବହୁତ ମଦ୍ୟପାନ କରନ୍ତି। ଦେଖନ୍ତୁ ଡ୍ରିଙ୍କ ମୁଁ ଶୁଣିଥିଲି ଯେ ସେ 2 ବର୍ଷ ହେଲାଣି ଡ୍ରିଙ୍କ ଛାଡି ଦେଇଛନ୍ତି କିନ୍ତୁ ଯୋଉ ଆଘାତ ତାଙ୍କ ବଡିରେ ବା ଯୋଉ କ୍ଷତ ଘଟିଥିଲା ଲାଇକ୍ ତାଙ୍କର ଅର୍ଗାନ କିଛି ଡ୍ୟାମେଜ ହେଇଥିଲା ତ ସେଇ ରିଲେଟେଡ ହି ବିକେମ୍ସ ଭେରି ମାନେ ୱିକ୍ ଆଉ ଅନଏବଲ ଟୁ ୱାକ୍ ଅଲସୋ। ଆମେ ଗୋଟେ ଜଣେ ବଡ ମାନେ କଣ୍ଠଶିଳ୍ପୀକୁ ଆମେ ହରେଇଛୁ। ହ୍ୟୁମାନ ସାଗର ଜଣେ ବହୁତ ଭଲ କଣ୍ଠଶିଳ୍ପୀ ତାଙ୍କ ଗୀତର ଗୋଟେ ଏମିତି ଯାଦୁ ଥାଏ ଯେ ଲୋକମାନେ ତାକୁ ବହୁତ ଭଲ ପାଆନ୍ତି। ତ ଆପଣ ବି ଜଣେ କଣ୍ଠଶିଳ୍ପୀ ତ କଣ୍ଠଶିଳ୍ପୀଙ୍କ ବିଷୟରେ ମୁଁ ଗୋଟେ ଜାଣିବାକୁ ଚାହିଁବି ଗୋଟେ କଥା ଯେତେବେଳେ ଜଣେ କଣ୍ଠଶିଳ୍ପୀ ସେ ଏତେ ତାଙ୍କର ସୁନ୍ଦର କଣ୍ଠରେ ସାରା ଜଗତକୁ ସେ ବାନ୍ଧିକି ରଖୁଛନ୍ତି କିନ୍ତୁ ତାଙ୍କ ପ୍ରତି ଗୋଟେ ସଂଯମତା ଆଚରଣ କରିବାର ସମୟ ଆସେ କି ସବୁବେଳେ ପାଇଁ ଡ୍ରିଙ୍କସ ନ କରିବା କି କୌଣସି ଖରାପ କାର୍ଯ୍ୟରେ ଲିପ୍ତ ନ ରହିବା କିମ୍ବା ନିଜର ଡ୍ୟାମେଜ ନ କରିବା ରାତି ରାତି ଅନିଦ୍ରା ହେଇକି ଗୀତ ନ ଗାଇବା ଯେତିକି ସକ୍ଷମ ସେତିକି କରିବା ଦରକାର। ନିଶ୍ଚିତ ସେଟା ସବୁଠୁ ବଡ କଥା। ଯେତେବେଳେ ମୁଁ ବର୍ତ୍ତମାନ ଷ୍ଟେଜରେ ଦେଖୁଛି ଲୋକ ଯେତେ ସଫଳତା ହଉଛନ୍ତି ସେତେବେଳେ ସେ ତାଙ୍କର ହେଲ୍ଥ ର କେୟାର କରିବା ଟୋଟାଲି ଭୁଲି ଯାଉଛନ୍ତି ଏବଂ ସବୁଠୁ ବଡ କଥା ମାନେ ମୁଁ ଏଇ ସବୁ ମେଲ୍ ସିଙ୍ଗର ମାନଙ୍କ କଥା ଦେଖୁଛି ମେଲ୍ ସେଲିବ୍ରିଟି ମାନଙ୍କ ଦେଖୁଛି ଯିଏ ଯେତେ ପପୁଲାର ହଉଛନ୍ତି ସେ ସେତେ ମାନେ ନିଶାକୁ ସେମାନେ ବହୁତ ଆପଣଉଛନ୍ତି। ଇଏ ନିଶ୍ଚିତ ଭାବରେ ଗୋଟେ ମାନେ ବିପଦପୂର୍ଣ୍ଣ ସଂକେତ ଯେ ଆମେ ନିଜକୁ ହେଲ୍ଥ ଇଜ ୱେଲ୍ଥ ଆମେ ନିଜକୁ ସଂଯମତା ରଖିବା ବିକଜ ଆପଣ ଯୋଉ ଆସେଟ ସେ ଆସେଟ ଟା ସବୁବେଳେ ସୋସାଇଟି ପାଇଁ ସବୁବେଳେ ଆଗରେ ଥାଏ ତ ସବୁବେଳେ ଲୋକ ଆପଣ ଦେଖିବେ ଯେତେବେଳେ କିଛି ନିଶା ଦ୍ରବ୍ୟ ଏସବୁ ବିଷୟରେ କ୍ୟାମ୍ପେନ କରନ୍ତି ଯୋଉମାନେ ସେଲିବ୍ରିଟି କ୍ୟାମ୍ପେନ କରନ୍ତି କିନ୍ତୁ ଏଠି ଓଲଟା ଦେଖାଯାଉଛି କ୍ୟାମ୍ପେନ କରିବେ କଣ ଏମାନେ ନିଜେ ସେଇଥିରେ ବୁଡିକି ରହୁଛନ୍ତି। ହ୍ୟୁମାନ କେସରେ ଦେଖା ହେଇଥିଲା ଯେ ସେ ମୁଁ ଯେତେବେଳେ ବୁଝିଥିଲି ତାଙ୍କର ମାନେ ନିକଟତମ ଲୋକମାନଙ୍କ ସହିତ ସେତେବେଳେ ଆମେ ବୁଝିଥିଲୁ ଯେ ସିଏ ନିଶା ଛାଡି ଦେଇଛନ୍ତି କିନ୍ତୁ ଯୋଉ ଇସ୍ୟୁଜ ଗୁଡା ତାଙ୍କର ବଡିରେ ହେଇଛି ଡ୍ୟାମେଜ ହେଇଛି ଲାଇକ୍ ଲିଭର କିଡନୀ ଫର ଦ୍ୟାଟ ରିଜନ ହି ଇଜ ସଫରିଂ ମାନେ ୱିକନେସ